ନମସ୍କାର ଦର୍ଶକ ବନ୍ଧୁ ଗାୟତ୍ରୀ ମନ୍ତ୍ର ଜପ କରିବାର ସଠିକ୍ ନିୟମ। ଆପଣ କେବେ ଭାବିଛନ୍ତି କି ମାତ୍ର 5 ମିନିଟ୍ ଏକ ମନ୍ତ୍ର ଆପଣଙ୍କ ଚିନ୍ତାଧାରା, ଭାଗ୍ୟ ଓ ଜୀବନର ଦିଗକୁ ବଦଳାଇ ପାରେ? ଆଜି ଆମେ କଥା ହେବା ସମସ୍ତ ମନ୍ତ୍ର ମଧ୍ୟରୁ ସର୍ବଶ୍ରେଷ୍ଠ ବେଦ ମାତା ଗାୟତ୍ରୀ ମନ୍ତ୍ରଙ୍କ ବିଷୟରେ। କିନ୍ତୁ ଭୁଲ ନିୟମରେ ଜପ କଲେ ଫଳ ମିଳେ ନାହିଁ। ସଠିକ୍ ଭାବରେ 5 ମିନିଟ୍ କଲେ ଚମତ୍କାର ଘଟେ। ଏହି ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଗାୟତ୍ରୀ ମନ୍ତ୍ର କ'ଣ? ଗାୟତ୍ରୀ ମନ୍ତ୍ର ଓಂ ଭୂର୍ଭୁବଃସ୍ୱଃ ତସ୍ୟ ବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଏହା କେବଳ ମନ୍ତ୍ର ନୁହେଁ, ମନୁଷ୍ୟ ମସ୍ତିଷ୍କକୁ ଶୁଦ୍ଧ କରିବାର ଏକ ବୈଜ୍ଞାନିକ ସାଧନା। ଏହି ମନ୍ତ୍ରର ତରଙ୍ଗ ଭୟ କମାଏ, ନେଗେଟିଭ୍ ଚିନ୍ତା ହଟାଇ ଦିଏ, ବୁଦ୍ଧି ଓ ଧୈର୍ଯ୍ୟ ବଢ଼ାଏ। ଗାୟତ୍ରୀ ମନ୍ତ୍ର କାହିଁକି ଏତେ ଶକ୍ତିଶାଳୀ? ପ୍ରାଚୀନ ଋଷିମାନେ କହିଥିଲେ, ଗାୟତ୍ରୀ ହେଉଛି ସୂର୍ଯ୍ୟ ଶକ୍ତିର ଶୁଦ୍ଧ ରୂପ। ଆଧୁନିକ ରିସର୍ଚ୍ଚ ବି ମଧ୍ୟ କହୁଛି, ଏହି ମନ୍ତ୍ର ଜପ କଲେ ବ୍ରେନ୍ ଆଲଫା ୱେଭ୍ସ ସକ୍ରିୟ ହୁଏ, ଯାହା ଷ୍ଟ୍ରେସ୍ କମାଏ, ଧ୍ୟାନ ଶକ୍ତି ବଢ଼ାଏ। ଗାୟତ୍ରୀ ମନ୍ତ୍ର ଜପ କରିବାର ପୂର୍ବ ପ୍ରସ୍ତୁତି କ'ଣ? ସମୟ ସର୍ବଶ୍ରେଷ୍ଠ ହେଉଛି 4:30ରୁ 6ଟା ବ୍ରହ୍ମ ମୁହୂର୍ତ୍ତ। ସନ୍ଧ୍ୟା ସୂର୍ଯ୍ୟାସ୍ତ ପରେ। ଯଦି ସମୟ ନାହିଁ, କୌଣସି ଶାନ୍ତ ସମୟ ବି ଚଳିବ ଜପ କଲେ। ସ୍ଥାନ ସଫା ଶାନ୍ତ, ମୋବାଇଲ ଠାରୁ ଦୂରରେ ରହି ଶାନ୍ତି ଜାଗାରେ ବସି ଭଗବାନଙ୍କ ନିକଟରେ ବସି ଏହି ମନ୍ତ୍ରକୁ 5 ମିନିଟ୍ ଶୁଦ୍ଧ ଭାବରେ ଜପ କରନ୍ତୁ। ପ୍ରତିଦିନ 4:30ରୁ 6ଟା ସକାଳ ବ୍ରହ୍ମ ମୁହୂର୍ତ୍ତ ଏବଂ ସନ୍ଧ୍ୟା ସୂର୍ଯ୍ୟାସ୍ତ ପରେ ନିଶ୍ଚିନ୍ତ କରନ୍ତୁ। ସ୍ନାନ ପରେ ହାଲୁକା ବସ୍ତ୍ର ପିନ୍ଧି ମୁହଁ ପୂର୍ବ ଦିଗକୁ ରଖି ଜପ କରନ୍ତୁ। 5 ମିନିଟ୍ ଗାୟତ୍ରୀ ମନ୍ତ୍ର ଜପର ସଠିକ୍ ନିୟମ ପଦ୍ଧତି। ଚକ୍ଷୁ ବନ୍ଦ କରନ୍ତୁ, ଗଭୀର ଶ୍ୱାସ ନିଅନ୍ତୁ, ମନରେ ସୂର୍ଯ୍ୟ ଆଲୋକ କଳ୍ପନା କରନ୍ତୁ, ଧୀର ଓ ସ୍ପଷ୍ଟ ସ୍ୱରରେ ମନ୍ତ୍ର ଜପ କରନ୍ତୁ। ମନ ଶୁଦ୍ଧ, ଶ୍ୱାସ ଶକ୍ତି। 5 ମିନିଟ୍ ଜପ କଲେ କ'ଣ ହୁଏ? 7 ଦିନ ପରେ ମନ ଶାନ୍ତ, ଘୁମ ଭଲ ହୁଏ, ଅନାବଶ୍ୟକ ରୋଗ କମିଯାଏ। 21 ଦିନ ପରେ ନିଷ୍ପତ୍ତି ଶକ୍ତି ବଢ଼େ, ଭୟ ମନରୁ ହଟିଯାଏ, ଆତ୍ମବିଶ୍ୱାସ ବଢ଼ିଯାଏ ଏବଂ 40 ଦିନ ପରେ ଦେଖିବେ, ଆପଣ ଲକ୍ଷ୍ୟ କରିବେ ଜୀବନରେ ନୂଆ ଅବସର ଆସେ, ପଜିଟିଭ୍ ଲୋକ ଆପଣଙ୍କ ପାଖକୁ ଆକର୍ଷଣ ହୋଇ ଆସନ୍ତି, ଭାଗ୍ୟ ସହଯୋଗ କରେ ଆପଣଙ୍କ ପାଇଁ। ଯଦି ଆପଣ ସାଧାରଣ କିଛି ଭୁଲ କରୁଛନ୍ତି, ମଜାକରେ ଏହାକୁ ଜପ କରୁଛନ୍ତି, ରାଗରେ ଜପ କରୁଛନ୍ତି, ମୋବାଇଲ ଦେଖି ଜପ କରୁଛନ୍ତି ଏବଂ ଅଧୈର୍ଯ୍ୟ ହୋଇକି ଜପ କରୁଛନ୍ତି, ଏହି ଫଳଦାୟକ ହୁଏ ନାହିଁ। ଗାୟତ୍ରୀ ଶ୍ରଦ୍ଧା ଚାହାନ୍ତି, ଭୟ ନୁହେଁ। ବନ୍ଧୁମାନେ, ଗାୟତ୍ରୀ ମନ୍ତ୍ର କୌଣସି ଧର୍ମ ନୁହେଁ, ଏହା ଜୀବନକୁ ଶୁଦ୍ଧ କରିବାର ଏକ ଶକ୍ତି। ଆଜିଠୁ ମାତ୍ର 5 ମିନିଟ୍ 40 ଦିନ ଦେଖନ୍ତୁ, ପରୀକ୍ଷା କରନ୍ତୁ, ଜୀବନ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ। ବନ୍ଧୁମାନେ, କୌଣସି ଯାଦୁ ନୁହେଁ ଗାୟତ୍ରୀ ମନ୍ତ୍ର ଏକ ଦିନରେ ଧନୀ କରେ ନାହିଁ। ଏହା ଆପଣଙ୍କ ଚିନ୍ତାଧାରାକୁ ଶୁଦ୍ଧ କରେ, ମନକୁ ଶକ୍ତିଶାଳୀ କରେ। ଯେତେବେଳେ ମନ ବଦଳେ, ଜୀବନ ଆପେ ଆପେ ବଦଳିବାକୁ ଆରମ୍ଭ କରେ। 40 ଦିନର ଚ୍ୟାଲେଞ୍ଜ ଆପଣଙ୍କୁ ନିଶ୍ଚିନ୍ତ ଜୀବନ ବଦଳାଇ ଦେବ। ଆଜି ମୁଁ ଆପଣମାନଙ୍କୁ ଏକ ଛୋଟ ଚ୍ୟାଲେଞ୍ଜ ଦେଉଛି। ମାତ୍ର 5 ମିନିଟ୍ ପ୍ରତିଦିନ 40 ଦିନ ପର୍ଯ୍ୟନ୍ତ କେବଳ ଏତିକି କରନ୍ତୁ। ସକାଳେ କିମ୍ବା ସନ୍ଧ୍ୟାରେ ଶାନ୍ତ ହୋଇ ବସନ୍ତୁ, ମୋବାଇଲ ଠାରୁ ଦୂରରେ ରଖି ଶାନ୍ତ ମନରେ ଜପ କରନ୍ତୁ। ଶ୍ରଦ୍ଧା ସହିତ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। କୌଣସି ଆଶା ରଖିବେନି, କେବଳ ଅନୁଭବ କରନ୍ତୁ। 40 ଦିନ ପରେ ଆପଣ ନିଜେ କହିବେ, ହଁ, କିଛି ତ ବଦଳିଛି। ମନେ ରଖନ୍ତୁ, ଅନ୍ୟକୁ ଦେଖାଇବା ପାଇଁ ଜପ କରିବେନି, ଭୟରେ କରିବେନି, ଅଧୈର୍ଯ୍ୟ ହେବେନି। ଗାୟତ୍ରୀ ମା ହୃଦୟର ଶ୍ରଦ୍ଧା ଦେଖନ୍ତି, ଶବ୍ଦ ନୁହେଁ। ବନ୍ଧୁମାନେ, ଯଦି ଜୀବନରେ ମନ ଅଶାନ୍ତ ରହୁଛି, ଭବିଷ୍ୟତକୁ ନେଇ ଭୟ ରହୁଛି, ଚେଷ୍ଟା ସତ୍ତ୍ୱେ ଫଳ ମିଳୁନାହିଁ, ତେବେ ଆଜିଠୁ ଗାୟତ୍ରୀ ମନ୍ତ୍ରକୁ ନିଜ ଜୀବନର ଅଂଶ କରନ୍ତୁ। ମାତ୍ର 5 ମିନିଟ୍ ଜପ କରନ୍ତୁ, ଦେଖିବେ ଆପଣଙ୍କ ଜୀବନରେ ନିଶ୍ଚିନ୍ତ ପ୍ରଭାବ
ପକାଇବ ଏବଂ ଆପଣ ଜୀବନ ବଦଳିଯିବ। ମୁଁ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ରହିଲି। ଜୟ ମା ଗାୟତ୍ରୀ।